नमस्कार स्वागत करुछि आपण मानकु आउ एक नुआ भिडियो को ए भिडियो रे आमे उत्कल दिवस उपरे हृदय स्पर्शी भाषणटीए कहिबा। वरेण्य प्रधानाचार्य पूज्यस्पद गुरुजी और गुरुमा वृंद विज्ञ विचारक मंडली मोर प्रतियोगी तथा उपस्थित अन्यान्य भाई और भौणी माने समस्तंकु सुपवित्र उत्कल दिवसर अनेक अनेक शुभेच्छा और शुभकामना। आपण माने समस्ते जानती आज होची एप्रिल मासर 1 तारिख 1936 मसीहार ठीक आजिकार दिनटी आम पाई थिला सौभाग्यर दिन। आउ सेई पवित्र स्मृति को उज्जीवित करी रखिबाकू आजिर एई दिवसर सृष्टि। ମୁଁ ଏବେ ବିସ୍ତୃତ ଭାବେ କହିବାକୁ ଚାହିଁବି ଆଜିର ଏ ଦିନଟିର ବିଶେଷତ୍ୱ କ'ଣ। କହିବାର ଆବଶ୍ୟକତା ନାହିଁ। ଏ ଉତ୍କଳର ଅତୀତ ଖୁବ୍ ଗୌରବମୟ। ଉତ୍କୃଷ୍ଟ କଳାର ଦେଶ ଭାବେ ଉତ୍କଳ ଥିଲା ବିଶ୍ୱବିଦିତ। ଏହାର ସଭ୍ୟତା ସଂସ୍କୃତି ଓ ପରମ୍ପରା ଥିଲା ଅନିର୍ଚ୍ଚନୀୟ। ଧନ ରତ୍ନାଦିରେ ଭରପୁର ଥିଲା ଏ ମାଟି। ଶହ ଶହ ବୀରପୁରୁଷଙ୍କୁ ଜନ୍ମ ଦେଇ ଏ ମାଟି ହୋଇଥିଲା ଧନ୍ୟା। ସମଗ୍ର ବିଶ୍ୱରେ ଏ ମାଟି ଉଡ଼ାଉଥିଲା ଗୌରବ ଆଉ ବିଜୟର ବାନା। କିନ୍ତୁ ହଠାତ୍ ଦିନେ ଏ ଉତ୍କଳର ଭାଗ୍ୟରେ ଘୋଟି ଆସିଥିଲା ଦୁର୍ଦ୍ଦିନର କଳାବଉଦ। ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ 1568 ମସିହାରେ ଯୁଦ୍ଧରେ ନିହତ ହେବା ପରେ ଓଡ଼ିଶାର ସ୍ୱାଧୀନତାର ରବି ଅସ୍ତ ହୋଇଗଲା। ତାପରେ ବହୁଦିନ ଧରି ଆଫଗାନ, ମୋଗଲ, ମରହଟା ଓ ଇଂରେଜ ଆଦିଙ୍କ ପରାଧୀନତାର ରଜ୍ଜୁରେ ଛନ୍ଦି ହୋଇ ରହିଲା। ଦିନେ ତାର ଭାଷା, ସଂସ୍କୃତି, ବାଣିଜ୍ୟ, ବ୍ୟବସାୟ, ଧର୍ମ ଓ ସାମାଜିକ ପରମ୍ପରାକୁ ନେଇ ଉତ୍କର୍ଷତା ହାସଲ କରି ଉତ୍କଳ ତାର ପୂର୍ବ ଶ୍ରୀ ହରାଇବାକୁ ଲାଗିଲା। ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ଦୀର୍ଘ ପରିବ୍ୟାପ୍ତ ଏ ଉତ୍କଳ ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଲା। ଓଡ଼ିଶାକୁ ଭାରତୀୟ ଭୂଖଣ୍ଡର ମାନଚିତ୍ରରୁ ହଟାଇ ଦେବାର ଅପପ୍ରୟାସ କରାଗଲା। କିନ୍ତୁ ବୀର ପ୍ରସବିନୀ ଏ ଉତ୍କଳ, ତା କୋଳରେ ଜନ୍ମ ନେଇଛନ୍ତି ଏମିତି ସ୍ୱାଧୀନ ଚେତା ମହାପୁରୁଷ ଯାହାଙ୍କ ଅବିରତ ସଂଘର୍ଷ ବଳରେ ଏ ଉତ୍କଳ ପୁଣି ନିଜକୁ ସଂଗଠିତ କରି ଛିଡ଼ା ହେବାକୁ ସକ୍ଷମ ହେଲା। ଯେଉଁ ବୀର ମହାପୁରୁଷମାନଙ୍କ ଯୋଗୁଁ ଏହା ସମ୍ଭବ ହେଲା, ସେମାନଙ୍କ ମଧ୍ୟରେ ଅନ୍ୟତମ ଉତ୍କଳ ଗୌରବ ମଧୁସୂଦନ ଦାସ। ତାଙ୍କ ସହିତ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଦେବ, ରାଧାନାଥ ରାୟ, ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ, ହରିହର ରାଜ ଓ ତାଙ୍କ ସଦୃଶ ଆହୁରି ଅନେକ ଯୋଗଜନ୍ମା ମହାପୁରୁଷ। ଏଇମାନଙ୍କ ନିରବଚ୍ଛିନ୍ନ ସାଧନା ଓ ସଂଘର୍ଷ ଯୋଗୁଁ ଓଡ଼ିଶା 1936 ମସିହା ଏପ୍ରିଲ 1 ତାରିଖ ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ଓଡ଼ିଶା ପୁନର୍ଗଠିତ ହେଲା। ଆଉ ସେଇ ଗୌରବମୟ ମୁହୂର୍ତ୍ତଟିକୁ ଉଜ୍ଜୀବିତ ରଖିବାକୁ ଆମେ ଏଇଠାରେ ସଦର୍ପରେ ଛିଡ଼ା ହୋଇଛେ। ଏଇଥିରୁ ଆମେ ଜାଣିଲେ ଆଜିର ଏଇ ଦିନଟି ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ଆମେ ଏହାକୁ ଭଲ ଭାବେ ହୃଦୟଙ୍ଗମ କରିବା। ଗୌରବମୟୀ କୀର୍ତ୍ତି କିରାଟିନୀ ଏ ଓଡ଼ିଶାର ସାମୂହିକ ବିକାଶ ନିମନ୍ତେ ଆମେ ପ୍ରତିଜ୍ଞାବଦ୍ଧ ହେବା। ବିଶ୍ୱ ଦରବାରରେ ଏକ ଉନ୍ନତ ଓ ସମୃଦ୍ଧ ରାଜ୍ୟ ରୂପେ ଛିଡ଼ା କରାଇବା। ଏମିତି ଏକ ଆତ୍ମବିଶ୍ୱାସ ସହ ମୁଁ ମୋର ବକ୍ତବ୍ୟକୁ ଏଇଠି ରଖିବାକୁ ଚାହିଁବି। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ, ଭିଡ଼ିଓଟିକୁ ଲାଇକ୍, ସେୟାର କରି ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ।